ନାଇଁ ସେମିତି ଗୀତରେ ଅଛି ଯେ ପୁଅକୁ ଚିହ୍ନିବ ବାବୁରେ, ପୁଅକୁ ଚିହ୍ନିଲେ ବାବୁରେ, ଘରେ ଆସିଲେ ବୋହୁ, ବୋହୂକୁ ଚିହ୍ନିବ ବାବୁରେ, ଖାଲି ବରଷେ ଯାଉ। ଏଟା କଥାରେ ଆଜ୍ଞା 4 ଦିନ ଭିତରେ ଗୋଟେ ଝିଅ ଆସିକି ତମ ଘରକୁ ନିଜର କରିନେଲା 4 ଦିନ ସମୟ ଭିତରେ, କିନ୍ତୁ ଏତେ ଦିନ ପର୍ଯ୍ୟନ୍ତ ତୁମେ ମା ବାପା ପାଖରେ ରହିଲ, ତୁମେ ନିଜର କରିପାରିଲନି। କାରଣ ନୁହେଁ, କାରଣ ତା ମନ ଭିତରେ ସେତିକି ଶକ୍ତି ଅଛି ସେ ନିଜର କରିବା ପାଇଁ। କିଏ କହିଲା ମା ବାପାଙ୍କୁ ଆମେ ନିଜର କରିନି? ଆଚ୍ଛା, ଆମ ବାପାଙ୍କ ନାଁ ଆମେ କ'ଣ କେଉଁ ଡେଲି ପ୍ରାକ୍ଟିସ୍ କରୁଛେ? ମୋ ବାପା ନାଁ ଏଇଆ, ମୋ ବାପା ନାଁ ଏଇଆ ଲେଖୁଛେ? ଲେଖୁନି। କୌଣସି ବହିରେ ପଢ଼ୁଛେ ବାପା ନାଁ, ତଥାପି ଆମକୁ ହଠାତ୍ କିଏ ପଚାରିଲା ଆମ ବାପାଙ୍କ ନାଁ, ଆମ ମୁହଁରୁ ପ୍ରୋଆକ୍ଟିଭଲି ସ୍ପଣ୍ଟାନିୟସଲି ବାହାରି ଆସୁଛି, ଆମ ହୃଦୟରେ ଅଛି। କାରଣ ଦିବ୍ୟ ଜ୍ଞାନ ଆଉ ଜ୍ଞାନ ନେତ୍ର ଶରୀରରେ ଅଛି। ଯେତେବେଳେ ଦିବ୍ୟ ଜ୍ଞାନ ଉର୍ଜା ହେବ ଜ୍ଞାନ ନେତ୍ର ଫେଟିଲେ। କିନ୍ତୁ ବୋହୂ ଆସିକି କେବେ ଘର ଭାଙ୍ଗେନି, କିମ୍ବା ପୁଅ କେବେ ବୋହୂ କଥାରେ ଚାଲିଯାଏନି। ସେ ନିରୁପାୟ ହୋଇଯାଏ କାହାକୁ ଉତ୍ତର ଦେବ। କାରଣ ଜଣେ ମା ଆଉ ଜଣେ ମାଇ କିନିଆ, ମା ରୂପକ କନ୍ୟା। ତେଣୁ ଏ 2 ଜଣଙ୍କ ଭିତରେ ସେ କିଛି କହିପାରେ ନାହିଁ, ଚୁପ୍ ହୋଇଯାଏ। ତା ମାନେ ନୁହେଁ ଯେ ପୁଅ ସ୍ତ୍ରୀ କଥାରେ ରହିଗଲା। ଆପଣ ଯଦି ମା ସଂସାର ଭିତରେ ଏଇ କଥା କହୁଛନ୍ତି, ମୋତେ ଗୋଟେ କଥା କୁହନ୍ତୁ। ଏଇ ଭୁବନେଶ୍ୱରରେ ମୁଁ ଦେଖିଛି ଯେ ଗାଁ ଗହଳିରେ ଦେଖିବ ଭଉଣୀମାନେ ଆସିକି ଜମିରୁ କେବେ ବାଣ୍ଟ ନେଉନାହାନ୍ତି। ମୁଁ ଭୁବନେଶ୍ୱରରେ ଦେଖୁଛି ଏଠି ଭଉଣୀମାନେ ମ୍ୟାକ୍ସିମମ୍ ଜାଗା ଶୁଣେ ଯେ ବାଣ୍ଟ ନେଉଛନ୍ତି। ଭାଇ କି ଚିହ୍ନିବୁ ବାବୁରେ, ଭାଇ କି ଚିହ୍ନିବୁ ବାବୁରେ, ଜମି ବଣ୍ଟନ ହେଲେ, ଭଉଣୀ ଚିହ୍ନିବୁ ବାବୁରେ, ଜମି ରେଟ୍ ହେଲେ। ଗାଁ ଗହଳିରେ କେଉଁଠି କିଏ ଆଉଛି? କେହି ଆସୁନାହାନ୍ତି। ହଁ ମୋ ଭାଇ ରଖୁ। କିନ୍ତୁ ଆପଣ ଆସିକି ଭୁବନେଶ୍ୱର ଦେଖୁ, କ'ଣ ହେଲା ଜମି ଏତେ ଟଙ୍କା? ନାଇଁ ନାଇଁ, ମୋତେ କିଛି ମିଳିଯିବ କି? ଏଠି କେଉଁଠି ରହିଲା ଭାଇ ଭଉଣୀର ସମ୍ପର୍କ? କେବଳ ଟଙ୍କା ପିଛାକୁ ଲକ୍ଷ୍ୟ ରଖି ସମସ୍ତେ କଟିଗଲେଣି। ତେଣୁ ଆପଣ ଯେଉଁ କଥାଟି ମୋତେ ପଚାରିଲେ ଯେ ସ୍ତ୍ରୀ ମାଆକୁ ଛାଡ଼ିକି ଏ ଘର ଭିତରେ ବିଭ୍ରାଟ କରୁଛି, ଭୁଲ ଆଜ୍ଞା। କିଏ କହିଲା ପୁଅ ମା ପଟ ହୁଏନି, ସ୍ତ୍ରୀ ପଟ ହୁଏ? ଆପଣ ଦେଖନ୍ତୁ, ମୁଁ ଏଇ ମାର୍କେଟ କଥା କହୁଛି। ମ୍ୟାକ୍ସିମମ୍ ଲୋକ ଦେଖିବେ ଏବେ କେଉଁଠି ଗୋଟେ କାର୍ଯ୍ୟକ୍ରମ ହେବ କି କ'ଣ ଗୋଟେ ହେବ, ସେଠି ସ୍ତ୍ରୀ ଲୋକ ଅଧିକା। ମାଳିକାରେ ଲେଖା ଅଛି, ଘଇତା ଲାଗିବ ପିତାଟି, ଭାରି ଯାକରେ ଟଙ୍କାର ଚିନ୍ତା, ଏରୁଣ୍ଡି ବନ୍ଧ ସେ ଡେଇଁବ, বুলি କାଟିବ ଫିତା। ତା ଅର୍ଥ ଆଜ୍ଞା କ'ଣ ଜାଣିଛନ୍ତି? ଯେ ସେ ମଧ୍ୟ ସମକକ୍ଷ ହେବା ପାଇଁ ତାକୁ ସ୍ୱାମୀର କଥା ଭଲ ଲାଗିବନି। କିନ୍ତୁ କାହିଁ ଭଲ ଲାଗିବନି? କାରଣ ସେ ମଧ୍ୟ ସ୍ୱାମୀକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସୁଛି। କିନ୍ତୁ ଅଧିକା ହେଲେ ଖରାପ। ସ୍ୱାମୀକି ସହଯୋଗ କର, ଶାଶୁ ଶ୍ୱଶୁରଙ୍କୁ ସମ୍ମାନ ଦିଅ, କିନ୍ତୁ ସଂସ୍କାରୀ ହୁଅ, ସଂଯତ ରକ୍ଷା କଲେ ଆଗକୁ ଯିବ। କେବେ ପୁଅ ମାଆକୁ ବିଦା କରିପାରିବ ନାହିଁ, କିମ୍ବା ଆଣିଥିବା ବୋହୂକୁ ମଧ୍ୟ ବିଦା କରିବ ନାହିଁ। ଏଇଟା ହେଉଛି ସମ୍ପୂର୍ଣ୍ଣ ସତ୍ୟ। କିନ୍ତୁ କିଛି ମାତ୍ରାରେ ପୁଅ ଅଛନ୍ତି କିଛି ଭୁଲ କରୁଛନ୍ତି, କିନ୍ତୁ ତାଙ୍କ ପାଖରେ ବି ଦିବ୍ୟ ଜ୍ଞାନ ଅଛି, ତାଙ୍କ ପାଖରେ ବି ଜ୍ଞାନ ନେତ୍ର ଅଛି। ସେ ନିଶ୍ଚିନ୍ତ ଭାବରେ ରିଟର୍ଣ୍ଣ ବ୍ୟାକ୍ କରି ପୁଣି ସଂସାର ସହିତ ଏକ ମନ ହୋଇ ଚଳିବେ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ଜୟ ମାଇ ମାଲେ।